ଶ୍ରୋତା ବନ୍ଧୁ, ମହାନ ସମାଲୋଚକ ନଟବର ସାମନ୍ତରାୟଙ୍କ ମତରେ କାଳକୁ ନ ଜାଣି କଳାର ଆକଳନ ସମ୍ଭବ ନୁହେଁ। ଆମେ ଜାଣୁ ଯେ ଯୁଗୀୟ ଅସନ୍ତୋଷ ଆଉ ଏକ ଯୁଗକୁ ଅପେକ୍ଷା ରଖେ। ଯଦି ଆମେ ଓଡ଼ିଆ ସାହିତ୍ୟର ଇତିହାସ ଉପରେ ଆଲୋକପାତ କରିବା, ତେବେ ଏହାର ଯୁଗ ବିଭାଜନ ଅତ୍ୟନ୍ତ ବିବାଦୀୟ। କାରଣ ଅନେକ ରଚନା ଗୋଟିଏ ଯୁଗର ରଚନା ଭାବରେ ଆମେ ଗ୍ରହଣ କରୁ, ସେଇ ରଚନାକୁ ସମାଲୋଚକମାନେ ଅନ୍ୟ ଏକ ସମୟର ବୋଲି ଆଲୋଚନା କରନ୍ତି। ତଥାପି ଯଦି ଆମେ ସାହିତ୍ୟର ଯୁଗ ବିଭାଜନ ଉପରେ ଦୃଷ୍ଟିପାତ କରିବା, ତେବେ ସାରଳା ଯୁଗ ପୂର୍ବବର୍ତ୍ତୀ ଗୋଟେ ସମୟ, ସାରଳା ଦାସଙ୍କର ଆଗମନ ପୂର୍ବରୁ ନିଶ୍ଚିତ ଭାବରେ ଏମିତି ଏକ ବଳିଷ୍ଠ ପୃଷ୍ଠଭୂମିଟିଏ ଥିଲା, ଯାହା ଆଧାରରେ ସାରଳା ଦାସକୁ ଆମେ ତାଙ୍କର ସୃଷ୍ଟି ଗୁଡ଼ିକୁ ଆମେ ଆଲୋଚନା କରୁଛେ। ତେବେ ପୁରାଣକାର ସାରଳା ଦାସ ବୋଲି ଆମେ ଜାଣିଛେ। ପୁରାଣକାର ସାରଳା ଦାସଙ୍କ ସାହିତ୍ୟ ଉପରେ ଯେତେବେଳେ ଆମେ ବିଚାର କରୁ, ସେତେବେଳେ ଦେଖୁ ଯେ ତାଙ୍କ ସାହିତ୍ୟର ପୃଷ୍ଠଭୂମି ଭାବରେ ପ୍ରାକ୍ ସାରଳା ଯୁଗୀୟ ଅନେକ ବଳିଷ୍ଠ ରଚନା ରହିଛି, ଯାହାକୁ ଆଲୋଚନା ନ କରି ବା ଯାହାକୁ ଅତିକ୍ରମ କରି ଆମେ ସାରଳା ଦାସଙ୍କ ଉପରେ ଆଲୋଚନା କରିପାରିବା ନାହିଁ। ତେଣୁ ସାରଳା ଯୁଗ ବା ଆଦି ଯୁଗକୁ ଆମେ ଆଲୋଚନା କରିବା ପୂର୍ବରୁ ପ୍ରାକ୍ ସାରଳା ଯୁଗୀୟ ସାହିତ୍ୟ ଉପରେ ଆମକୁ ଆଲୋଚନା କରିବାକୁ ପଡ଼ିବ। ସାହିତ୍ୟ ଯାହା ହିତକାରୀ, ଯାହା ଆମ ସହିତ ଥାଏ, ତାହା ହିଁ ସାହିତ୍ୟ, ସହିତର ଭାବ ହିଁ ସାହିତ୍ୟ ବୋଲି ଆମେ ଜାଣୁଛେ। ତେବେ ସାହିତ୍ୟ ପ୍ରଥମେ କଥିତ ଭାବରେ ଥିଲା, ତାପରେ ତାହା ଲିଖିତ ରୂପ ଧାରଣ କଲା। ତେଣୁ ସାହିତ୍ୟ ଦୁଇବିଧ, କଥିତ ସାହିତ୍ୟ ଆଉ ଲିଖିତ ସାହିତ୍ୟ। ପ୍ରାକ୍ ସାରଳା ଯୁଗରେ କଥିତ ସାହିତ୍ୟର ଯୋଉ ତାର ବ୍ୟାପ୍ତି ଆମେ ଦୃଷ୍ଟିଗୋଚର କରୁ, କଥିତ ସାହିତ୍ୟକୁ ଲୋକ ସାହିତ୍ୟ ବୋଲି ମଧ୍ୟ ଅଭିହିତ କରାଯାଏ। ଲୋକ କହିଲେ ଏଠି କୌଣସି ବ୍ୟକ୍ତି ବିଶେଷ ନୁହନ୍ତି, ଗୋଟେ ସମାଜର ବ୍ୟକ୍ତି ବିଶେଷ ବୋଲି କୁହାଯାଇ ପାରିବ। ତେଣୁ ସାମାଜିକ ମଣିଷ ମାନଙ୍କର ଯୋଉ ଶୁଣି ଶୁଣି ମନେ ରଖିବାର ଯୋଉ କଳା ଥିଲା, ବା ସେମାନଙ୍କ ସମୟରେ ଲେଖନୀର ପ୍ରୟୋଗ ସମ୍ଭବ ନଥିଲା, ଆରମ୍ଭ ହୋଇନଥିଲା। ତେଣୁ ସେମାନେ କଥା ଗୁଡ଼ିକୁ କେବଳ ଶୁଣି ଶୁଣି ମନେ ରଖୁଥିଲେ। ତେଣୁ ଲୋକ ସାହିତ୍ୟକୁ ଲୋକ ବେଦ ମଧ୍ୟ କୁହାଯାଏ, କାରଣ ବେଦର ଅନ୍ୟ ନାମ ହେଉଛି ଶ୍ରୁତି। ତେଣୁ କଥିତ ସାହିତ୍ୟ ବା ଲୋକ ସାହିତ୍ୟ ହେଉଛି ପ୍ରାକ୍ ସାରଳା ଯୁଗର ସୃଷ୍ଟି ସମ୍ଭାର। ସେଥିରେ ଲୋକ ଗୀତ ଅଛି, ଲୋକ କାହାଣୀ ଅଛି, ଲୋକ ନାଟକ ଅଛି ଏବଂ ତା ସହିତ ଅନ୍ୟାନ୍ୟ ସୃଷ୍ଟି ମଧ୍ୟ ରହିଛି। ତେବେ ଲୋକ ଗୀତରେ ଆମେ ନାରୀ ଗୀତ, ପୁରୁଷ ଗୀତ, ନାରୀ ପୁରୁଷ ଉଭୟଙ୍କର ମିଶ୍ରିତ ଗୀତ, ଶିଶୁ ଗୀତ ଇତ୍ୟାଦିକୁ ଆମେ ପଢୁ। ଲୋକ କାହାଣୀରେ ପୌରାଣିକ କାହାଣୀ, ଐତିହାସିକ କାହାଣୀ, କିମ୍ବଦନ୍ତୀ କାହାଣୀ, ପଶୁପକ୍ଷୀ ସମ୍ବନ୍ଧୀୟ କାହାଣୀ, ଓଷାବ୍ରତ ସମ୍ବନ୍ଧୀୟ କାହାଣୀ ଏବଂ ଅନ୍ୟାନ୍ୟ କାହାଣୀ ଭାବରେ ଆମେ ନଉ। ଲୋକ ନାଟକ ତାହା ହେଉଛି ପ୍ରାକ୍ ସାରଳା ଯୁଗୀୟ କଥିତ ସାହିତ୍ୟର ଅନ୍ତର୍ଭୁକ୍ତ। ତେବେ ଲୋକ ନାଟକକୁ ଗଦ୍ୟେଷୁ ନାଟକମ୍ ରମ୍ୟ ଭାବରେ ଆମେ ଜାଣୁ। ଗଦ୍ୟ ସାହିତ୍ୟ କ୍ଷେତ୍ରରେ ନାଟକ ଏପରି ଏକ ସୃଷ୍ଟି ବା କଳାତ୍ମକ ରୂପ, ଯେଉଁଥିରେ ଦୃଶ୍ୟ ଆଉ ଶ୍ରାବ୍ୟ ଉଭୟବିଧ ରୂପକୁ ଆମେ ଅନୁଭବ କରିପାରୁ। ତେଣୁ ଗଦ୍ୟର ଏକ ବିଶିଷ୍ଟ ରୂପ ଭାବରେ ଆମେ ନାଟକକୁ ଗ୍ରହଣ କରୁ। ତେଣୁ ନାଟକର ପ୍ରାରମ୍ଭିକ ରୂପ ଥିଲା ଲୋକ ନାଟକ, ଅର୍ଥାତ୍ ସାମାଜିକ ସ୍ତରରେ ଯେଉଁ ସବୁ ଅଭିନୀତ ହୋଇଥିଲା, ଯୋଉ ରାସ ପ୍ରହସନ ବିଭିନ୍ନ ପ୍ରକାର ତାର ରୂପ ଅଛି। ଯେତେବେଳେ ଆମେ ଲୋକ ନାଟକ ଉପରେ ଆଲୋଚନା କରିବା, ସେତେବେଳେ ଆମେ ଶୁଣିବା। ଶ୍ରୋତା ବନ୍ଧୁ, ଏବେ ଆମେ ଶୁଣୁଛେ ପ୍ରାକ୍ ସାରଳା ଯୁଗୀୟ ସୃଷ୍ଟି ସମ୍ଭାର ସମ୍ପର୍କରେ, କାରଣ ଆଦି ଯୁଗ ସାରଳା ଯୁଗ
ବା ଶାରଳା ଦାସଙ୍କୁ ଆଲୋଚନା କରିବା ପୂର୍ବରୁ ଆମକୁ ମନେ ରଖିବାକୁ ହେବ ଶାରଳାଙ୍କ ପୂର୍ବ ସମୟକୁ ଆମେ କିପରି ଭାବରେ ବୁଝୁଛେ ବା ଜାଣୁଛେ। ପ୍ରାକ୍ ଶାରଳା ଯୁଗୀୟ ରଚନା ଗୁଡ଼ିକ କଥିତ ସାହିତ୍ୟ ଥିଲା ଏବଂ କଥିତ ସାହିତ୍ୟରେ ଆମେ ଲୋକ ଗୀତ, ଲୋକ କାହାଣୀ, ଲୋକ ନାଟକକୁ ଶୁଣିଲେ। ବର୍ତ୍ତମାନ ଆଉ ଗୋଟିଏ ରୂପ ଆସୁଛି, ସେଟା ହଉଛି ଅଭିଲେଖ ସାହିତ୍ୟ। ଅଭିଲେଖ ସାହିତ୍ୟ ଉପରେ ଆମେ ଗୋଟେ ସ୍ୱତନ୍ତ୍ର ଅଡିଓ କରିବା ଏବଂ ଅଭିଲେଖ କହିଲେ ଲିଖିତ ରୂପ ଯେଉଁ ସମୟରେ ଆସିଲା ତାର ଆରମ୍ଭିକ ରୂପ, ଯାହାକୁ ଆପଣମାନେ ଶିଳାଲେଖରେ ପାଇଲେ, କୌଣସି ତାମ୍ର ଫଳକରେ ପାଇଲେ, ସନନ୍ଦରେ ପାଇଲେ ଇତ୍ୟାଦି। ସେଗୁଡ଼ିକ ପରେ ଆମେ ଆଲୋଚନା କରିବା। ତେଣୁ ପ୍ରାକ୍ ଶାରଳା ଯୁଗୀୟ ପ୍ରଥମ ରୂପ ହେଲା ଲୋକ ସାହିତ୍ୟ, ଦ୍ୱିତୀୟ ରୂପ ହେଉଛି ଅଭିଲେଖ ସାହିତ୍ୟ ଏବଂ ତୃତୀୟ ରୂପଟି ହେଉଛି ଚର୍ଯା ସାହିତ୍ୟ। ଚର୍ଯା ଗୀତିକା ଯେଉଁ ବୌଦ୍ଧ ସିଦ୍ଧାଚାର୍ଯ୍ୟ ମାନଙ୍କ ଦ୍ୱାରା ଲିଖିତ ସୃଷ୍ଟି ଉପରେ ଆମେ ପୂର୍ବରୁ ଆଲୋଚନା କରିସାରିଛେ। ଏବଂ ଆଉ ମଧ୍ୟ ଯେତେବେଳେ ପ୍ରାକ୍ ଶାରଳା ଯୁଗୀୟ ଆଲୋଚନା ବିଧିବଦ୍ଧ ଭାବରେ ଆମେ ସାମଗ୍ରିକ ଭାବରେ କରିବା, ସେତେବେଳେ ମଧ୍ୟ ଆମେ ତା ଉପରେ ବିଶେଷ ଆଲୋକପାତ କରିବା। ତେବେ ଶ୍ରୋତାବନ୍ଧୁ, ଆମେ ଜାଣିଲେ ତିନିଟା ମୁଖ୍ୟ କଥା, ଯାହାକୁ ଆପଣମାନେ ପ୍ରାକ୍ ଶାରଳା ଯୁଗର ସୃଷ୍ଟି ସମ୍ଭାର ଭାବରେ ମନେ ରଖିବାକୁ ପଡ଼ିବ ଆପଣମାନଙ୍କୁ। ସେଟା ହେଉଛି ଲୋକ ସାହିତ୍ୟ, ଦ୍ୱିତୀୟଟି ହେଉଛି ଅଭିଲେଖ ସାହିତ୍ୟ, ତୃତୀୟଟି ହେଉଛି ଆପଣଙ୍କର ଚର୍ଯା ସାହିତ୍ୟ। ଏଇ ତିନୋଟି ଉପରେ ସାଧାରଣ ଭାବରେ ଆପଣଙ୍କୁ ଜ୍ଞାନ ଅର୍ଜନ କରିବା ପାଇଁ ପଡ଼ିବ, କାରଣ ଯୁଗ ବିଭାଜନକୁ ଯଦି ଆମେ ସମ୍ପୂର୍ଣ୍ଣ ମନେ ରଖିବାକୁ ଇଚ୍ଛା କରୁଛେ, ତେବେ ଆମକୁ ନିଶ୍ଚିତ ଏଇ ଯୋଉ ଶୀର୍ଷକରେ ଆମକୁ ଆଲୋଚନା କରିବାକୁ ପଡ଼ିବ, ମନେ ରଖିବାକୁ ପଡ଼ିବ। ଏ ତ ଥିଲା ପ୍ରାକ୍ ଶାରଳା ଯୁଗୀୟ ସାହିତ୍ୟିକ ରୂପ। ବର୍ତ୍ତମାନ ଆସିବା ଆମେ ଆଉ କିଛି ରୂପ ପ୍ରାକ୍ ଶାରଳା ଯୁଗୀୟ, ଯାହାକୁ ନେଇ ଆଲୋଚକ ମାନେ ବିଭିନ୍ନ ମତ ଦିଅନ୍ତି। ସେ ସବୁ ଆଲୋଚନା ଭିତରକୁ ପ୍ରବେଶ ନ କରି ଆମକୁ ମନେ ରଖିବାକୁ ପଡ଼ିବ ଆଉ କିଛି ବିବାଦମାନ ବା ସଂଶୟିତ ରଚନା ରହିଛି। ଗୋଟେ ହଉଛି ନାଥ ସାହିତ୍ୟ, ଆଉ ଗୋଟେ ହଉଛି ଶୈବ ସାହିତ୍ୟ, ଆଉ ହଉଛି ମାଦଳା ପାଞ୍ଜି। ନାଥ ସାହିତ୍ୟରେ ଆମର ମତ୍ସ୍ୟେନ୍ଦ୍ରନାଥ, ଗୋରକ୍ଷନାଥ, ଶିଶୁବେଦ, ଅମରକୋଷ ଗୀତା, ମତ୍ସ୍ୟେନ୍ଦ୍ର ଗୀତା ଇତ୍ୟାଦି। ଯୋଉ ମତ୍ସ୍ୟେନ୍ଦ୍ରନାଥଙ୍କ ସମ୍ପର୍କରେ ବହୁତ ଆଲୋଚନା, କାହିଁକି ସେମାନେ ବିବାଦୀୟ, ତାଙ୍କର ସମୟ, ତାଙ୍କର ଆବିର୍ଭାବର ସମୟକୁ ନେଇକି ଆଲୋଚନା ଭିନ୍ନ ଭିନ୍ନ ଭାବରେ ରହିଛି। ତେଣୁ ମତ୍ସ୍ୟେନ୍ଦ୍ରନାଥଙ୍କ ଦ୍ୱାରା ଲିଖିତ ମତ୍ସ୍ୟେନ୍ଦ୍ର ଗୀତା, ତାକୁ ନେଇକି ମଧ୍ୟ ଆଲୋଚନା ରହିଛି। ସେପରି ଗୋରକ୍ଷନାଥ, ସେ ନାଥ ଧର୍ମାବଲମ୍ବୀ ଥିଲେ ଏବଂ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରାଯାଏ ନାଥ ଧର୍ମରେ। ତେବେ ତାଙ୍କ ଦ୍ୱାରା ରଚିତ ରଚନା ଗୁଡ଼ିକ କୋଉ ସମୟର, ଏଇ ସମୟକୁ ନେଇକି ସମାଲୋଚକ ମାନେ ବିଭିନ୍ନ ପ୍ରକାର ମତାମତ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ଶିଶୁବେଦ, ଅମରକୋଷ ଗୀତା ଓ ମତ୍ସ୍ୟେନ୍ଦ୍ର ଗୀତାକୁ ନେଇକି ଆଲୋଚନା ରହିଛି। ତେଣୁ ଖାଲି ଆପଣମାନେ ମନେ ରଖିଥାନ୍ତୁ ଯେ ନାଥ ସାହିତ୍ୟର ଏଇ ରଚନା ଗୁଡ଼ିକ ବେଶ ବଳିଷ୍ଠ ଭିତ୍ତିଭୂମି ସ୍ଥାପନ କରିଛି ପ୍ରାକ୍ ଶାରଳା ଯୁଗରେ। ଏବେ ନାଥ ସାହିତ୍ୟ, ଯେହେତୁ ଶିବଙ୍କୁ ଆମେ ନାଥ ଭାବରେ ଗ୍ରହଣ କରୁ, ତେଣୁ ନାଥ ଭାବରେ ନାଥ ସାହିତ୍ୟ ମଧ୍ୟ ଶିବଙ୍କୁ ନେଇକି କେନ୍ଦ୍ରିତ। ଏବଂ ପରବର୍ତ୍ତୀ ସମୟରେ ଆଉ ଗୋଟେ ଯୋଉ ଧର୍ମାବଲମ୍ବୀ ଆସୁଛନ୍ତି, ସେମାନେ ହଉଛନ୍ତି ଶୈବ, ସେଇ ଶିବଙ୍କର ଭକ୍ତ। ଶୈବ ସାହିତ୍ୟ, ଯୋଉଥିରେ କଳସ ଚଉତିସା, ରୁଦ୍ର ସୁଧାନିଧି, ସୋମନାଥ ବ୍ରତ କଥା, ଏଇ ତିନୋଟିକୁ ଆମେ ଏଇ ପ୍ରାକ୍ ଶାରଳା ଯୁଗୀୟ, ଅର୍ଥାତ୍ ଯଦି 1500 ଶତାବ୍ଦୀ ବେଳକୁ ଆସୁଛନ୍ତି ଶାରଳା ଦାସ, ତାହେଲେ ଆଙ୍କୁ ଶାରଳା ଦାସଙ୍କ ପୂର୍ବବର୍ତ୍ତୀ ସମୟର ରଚନା ଭାବରେ ଗ୍ରହଣ କରାଯାଏ। କେହି କେହି ଏହାକୁ ଶାରଳା ଦାସଙ୍କ ସମସାମୟିକ ବା ପରବର୍ତ୍ତୀ ସମୟର ରଚନା ଭାବରେ ମଧ୍ୟ ଗ୍ରହଣ କରନ୍ତି। ତେଣୁ ଶ୍ରୋତା ବନ୍ଧୁ, ଆମେ ନାଥ ସାହିତ୍ୟକୁ ନଉଛେ ପ୍ରାକ୍ ଶାରଳା ଯୁଗୀୟ ରଚନା ଭାବରେ, ଶୈବ ସାହିତ୍ୟକୁ ନଉଛେ ପ୍ରାକ୍ ଶାରଳା ଯୁଗୀୟ ରଚନା ଭାବରେ, ଏବଂ ମାଦଳା ପାଞ୍ଜି ଏବଂ କେଶବ କୋଇଲିକୁ ମଧ୍ୟ ପ୍ରାକ୍ ଶାରଳା ଯୁଗୀୟ ରଚନା ଭାବରେ ଆମେ ନଉଛେ। ଅର୍ଥାତ୍ ଶାରଳାଙ୍କ ପୂର୍ବ ସମୟରୁ ହିଁ ଏଇ ସବୁ ସୃଷ୍ଟି ଗୁଡ଼ିକ ସାହିତ୍ୟର ଭିତ୍ତିଭୂମିକୁ ସମୃଦ୍ଧ ବଳିଷ୍ଠ କରିବା କ୍ଷେତ୍ରରେ ସହାୟତା କରିଛନ୍ତି। ସେଇ ସମୃଦ୍ଧ ରୂପ ଯୋଗୁ ହିଁ ଶାରଳା ଦାସ ଏତେ ଗୋଟେ ଶ୍ରେଷ୍ଠ ରଚନା, ଯୋଉ ମହାଭାରତ, ତାର ରଚୟିତା ହେଇପାରିଲେ ବୋଲି ସମାଲୋଚକ ମାନଙ୍କର ମତ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଶାରଳା ଦାସଙ୍କ
ସମ୍ପର୍କରେ ଆଲୋଚନା କରୁଛେ। ତେଣୁ ଶାରଳା ଦାସଙ୍କ ସମୟରୁ ହିଁ ଏହାକୁ ଆଦି ଯୁଗ, ପୁରାଣ ଯୁଗ, ଶାରଳା ଯୁଗ ବୋଲି ଗ୍ରହଣ କରାଯାଏ। ଶାରଳା ଦାସ ବେଶୀ ପ୍ରସିଦ୍ଧି ତାଙ୍କର ରହିଛି ଶୂଦ୍ରମୁନି ଭାବରେ, ଏବଂ ସେ ଜଣେ ଜାତିସ୍ମର ଥିଲେ। ତାଙ୍କ ଉପରେ ଆମେ ଆଲୋଚନା କରିଛେ। ତେବେ ତାଙ୍କର ରଚନାବଳୀ ଗୁଡ଼ିକ ମନେ ରଖିବାକୁ ପଡ଼ିବ। ସେଟା ହେଉଛି ବିଲଙ୍କା ରାମାୟଣ, ଆଉ ଗୋଟେ ହେଉଛି ମହାଭାରତ, ତାପରେ ହେଉଛି ଚଣ୍ଡୀ ପୁରାଣ, ତାପରେ ହେଉଛି ଲକ୍ଷ୍ମୀ ନାରାୟଣ ବଚନିକା। ଏଇ ଚାରିଟା କୃତି ଉପରେ ଆପଣମାନଙ୍କୁ ବିଶେଷ ଗୁରୁତ୍ୱ ଦବାକୁ ହେବ। ଗୋଟେ ହେଉଛି ବିଲଙ୍କା ରାମାୟଣ, ଆଉ ଗୋଟେ ହେଉଛି ମହାଭାରତ, ଅନ୍ୟଟି ହେଉଛି ଚଣ୍ଡୀ ପୁରାଣ, ଆଉ ଗୋଟେ ହେଉଛି ଲକ୍ଷ୍ମୀ ନାରାୟଣ ବଚନିକା। ଏଇ ସବୁ ରଚନା ଉପରେ ନିର୍ଦ୍ଦିଷ୍ଟ ଭାବରେ ଆଲୋଚନା ଆମର ପରବର୍ତ୍ତୀ ସମୟରେ ହବ। ଆଜିର ଅଡିଓର ଉଦ୍ଦେଶ୍ୟ ହେଉଛି ଆପଣଙ୍କର ଯୁଗ ବିଭାଜନ ଉପରେ ଗୋଟେ ସାଧାରଣ ଜ୍ଞାନ ଆପଣମାନଙ୍କୁ ଯେମିତି ଆପଣମାନେ ଅବଗତ ହେଇପାରିବେ ସେଇ ଉପରେ ଆମେ ଆଲୋଚନା କରୁଛେ। ଯେମିତି ପ୍ରତ୍ୟେକ ଯୁଗର ଆରମ୍ଭ କିଛି ଥାଏ, ତାପରେ ହିଁ ଗୋଟେ ବିଶେଷ ଯୁଗର ସୂତ୍ରପାତ ହେଇଥାଏ, ଠିକ୍ ସେମିତି ଯଦି ଆମେ ବର୍ତ୍ତମାନ ଶାରଳା ଦାସଙ୍କ ପରେ ବା ଆଦି ଯୁଗ ପରେ ଅନ୍ୟ ଏକ ଯୁଗର କଥା ଆଲୋଚନା କରୁଛେ, ସେଥିପାଇଁ ମଧ୍ୟ ଏକ ପୃଷ୍ଠଭୂମି ନିଶ୍ଚିତ ଭାବରେ ଥିଲା। ଅର୍ଥାତ୍ ଯଦି ଆମେ ପଞ୍ଚସଖା ଯୁଗ ସମ୍ପର୍କରେ ଆଲୋଚନା କରିବା, ତାହେଲେ ପଞ୍ଚସଖାଙ୍କ ପୂର୍ବରୁ ମଧ୍ୟ ଏଇ ଯୋଉ ଶାରଳା ଆସିଲେ, ଶାରଳା ଦାସଙ୍କର ସମୟ ଚାଲିଲା, ତାଙ୍କର ସୃଷ୍ଟି ଚାଲିଲା, ସେଟା ଧୀରେ 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 ଯୋଉ ତାର ସ୍ୱରଟା, ଯୋଉ ପୁରାଣର ରୂପଟା ଯେମିତି ପରିବର୍ତ୍ତିତ ହଉଛି, ସେମିତି ଗୋଟେ ଭିତ୍ତିଭୂମି ଅନ୍ୟ ପ୍ରକାର କିଛି ଆସିଲା, ଯାହା ଯୋଗୁ ପଞ୍ଚସଖା ଯୁଗର ଏଇ ଯୋଉ ଗୋଟେ ମୁଖ୍ୟ ଭାବରେ ଶ୍ରୀ ଚୈତନ୍ୟଙ୍କ ଆଗମନ, ପଞ୍ଚସଖା ମାନଙ୍କର ଯୋଉ ବୈଷ୍ଣବୀୟ ତତ୍ଵ। ଶାରଳା ଦାସ ସମ୍ପୂର୍ଣ୍ଣ ରୂପେ ଶାକ୍ତ ଧର୍ମାବଲମ୍ବୀ ଥିଲେ। ଆମେ ଜାଣିଛେ ଶାରଳାଙ୍କ ଆଶୀର୍ବାଦରୁ ସେ ତାଙ୍କର ମହାଭାରତ ରଚନା କରିଥିବା କଥା, ବା ତାଙ୍କ ସୃଷ୍ଟି ଏତିକି ଶକ୍ତିଶାଳୀ ହେଇଥିବା କଥା ସେ ସ୍ୱୀକାର କରନ୍ତି। କିନ୍ତୁ ଗୋଟେ ଯୁଗ, ମୁଁ ଯେମିତି କହିଲି, ଗୋଟେ ଯୁଗୀୟ ଅସନ୍ତୋଷ ଆଉ ଏକ ଯୁଗର ଅପେକ୍ଷା ରଖେ। ଶାରଳା ଦାସଙ୍କ ପରେ ପରବର୍ତ୍ତୀ ସମୟରେ ଆଉ ଏକ ଭାବ ଚେତନା ଆସୁଛି, ଭାବଧାରା ଆସୁଛି। ସେଟା ହଉଛି ବୈଷ୍ଣବୀୟ ତତ୍ଵ ବା ଶ୍ରୀ ଜଗନ୍ନାଥ ତତ୍ଵ। ଭାଗବତକାର ଶ୍ରୀ ଜଗନ୍ନାଥ ଦାସଙ୍କୁ ଆମେ ସେ ସମୟରେ ପାଉଛେ। ତେଣୁ ଶ୍ରୀ ଚୈତନ୍ୟଙ୍କ ସହିତ ପଞ୍ଚସଖାଙ୍କର ସମ୍ପୃକ୍ତି କେମିତି ହଉଛି, ଯଦିଓ ସେମାନେ ଗୋଟିଏ ସମୟର ନୁହନ୍ତି ବୋଲି ଆଲୋଚକ ମାନେ ମତ ଦିଅନ୍ତି, ଏବଂ ଆମେ ମଧ୍ୟ ଅବଗତ। ତେଣୁ ସେମାନଙ୍କର ଯୋଉ ଯେହେତୁ ସେମାନେ ଗୋଟିଏ ସମୟର ନୁହନ୍ତି, ଭିନ୍ନ ଭିନ୍ନ ସମୟରେ ଆସିଛନ୍ତି, ଗୋଟେ ଦୀର୍ଘ ସମୟର ବ୍ୟବଧାନରେ 5 ଜଣ ସଖା ଆସୁଛନ୍ତି। ତେଣୁ ସେମାନଙ୍କର ଏଇ ଦୀର୍ଘ ସମୟ ଧରି ଏଇ ଭାବ ଧାରାଟି କିପରି ଭାବରେ ସମଗ୍ର ଓଡ଼ିଶାର ସମାଜକୁ କବଳିତ କରିଛି ବା ଆଚ୍ଛନ୍ନ କରିଛି, କାହିଁକି ଆଚ୍ଛନ୍ନ କଲା, ସେ ସମୟରେ କାହିଁକି ଶାକ୍ତ ଧର୍ମ ପରିବର୍ତ୍ତେ ବୈଷ୍ଣବୀୟ ଧର୍ମ ବା ଶ୍ରୀ ଜଗନ୍ନାଥୀୟ ତତ୍ଵ ଆସୁଛି, ତାର ମଧ୍ୟ ପୃଷ୍ଠଭୂମିଟି ଆମେ ଜାଣିପାରିବା। ପଞ୍ଚସଖାଙ୍କ ଭିତରେ ବଳରାମ ଦାସ ଆସୁଛନ୍ତି, ଜଗନ୍ନାଥ ଦାସ ଆସୁଛନ୍ତି, ଅଚ୍ୟୁତାନନ୍ଦ ଦାସ ଆସୁଛନ୍ତି, ଯଶୋବନ୍ତ ଦାସ ଆସୁଛନ୍ତି, ଶିଶୁ ଅନନ୍ତ ଦାସ ଆସୁଛନ୍ତି। ତେଣୁ ପଞ୍ଚସଖା ସାହିତ୍ୟ ଉପରେ ଆମେ ଅଲଗା ଗୋଟେ ସ୍ୱତନ୍ତ୍ର ଅଡିଓ କରିବା। ବର୍ତ୍ତମାନ ଶ୍ରୋତାବନ୍ଧୁ, ପଞ୍ଚସଖା ଯୁଗ ପରେ ଆମର ଆସୁଛି ରୀତି ଯୁଗ। ଆମେ ହଠାତ୍ କି ରୀତି ଯୁଗ କହିବାନି, ସେ ରୀତି ଯୁଗକୁ ମଧ୍ୟ ସେମିତି, ଯେମିତି ପ୍ରତି ଯୁଗର ଗୋଟେ ପୃଷ୍ଠଭୂମି ଥାଏ, ଗୋଟେ ଆଧାର ଥାଏ। ସବୁବେଳେ ଆମେ ଲକ୍ଷ୍ୟ କରିବା ଯେ ଯୁଗ ପରେ ଯୁଗ ସାହିତ୍ୟରେ ଭାବଧାରା ପରିବର୍ତ୍ତିତ ହଉଛି, ଗୋଟିଏ ଭାବ ସ୍ଥିରୀକୃତ ଭାବରେ ରହୁନାହିଁ। ତେଣୁ ଯେତେବେଳେ ପଞ୍ଚସଖା ମାନେ ଆସୁଛନ୍ତି, ବୈଷ୍ଣବୀୟ ତତ୍ଵ ଆସୁଛି, ଆଉ ଶ୍ରୀ ଜଗନ୍ନାଥ ତତ୍ଵ ଆସୁଛି, ସେଇ ପୁରାଣର ତତ୍ଵ ରହୁଛି, କିନ୍ତୁ ସେଟା ଭିନ୍ନ ଭାବରେ ଜଗନ୍ନାଥଙ୍କ ଭିତରେ ସମାହିତ ହେଇଯାଉଛି, ବିଷ୍ଣୁଙ୍କ ଭିତରେ ବା କୃଷ୍ଣଙ୍କ ଭିତରେ ସେଟା ସମାହିତ ହେଇଯାଉଛି। ପରବର୍ତ୍ତୀ ସମୟରେ ଆଉ ଗୋଟେ ଭାବଧାରା ଆସୁଛି, ସମାଜ ଉପରେ ତାର ପ୍ରଭାବ ବିସ୍ତାର କରୁଛି, ଯେ ପୁରାଣ ଆଉ ଏ ଆଧ୍ୟାତ୍ମିକତାର ମୁକ୍ତ ହେଇକି କବିଗଣ ନିଜର ପ୍ରଶସ୍ତି, ରାଜ୍ୟ ଜୟ, ନିଜର ବ୍ୟକ୍ତିକ ଆବେଗ, ପ୍ରେମ, ସୌନ୍ଦର୍ଯ୍ୟ ବୋଧକୁ ନେଇକି ସେମାନେ ସମ୍ପୂର୍ଣ୍ଣ ରୂପେ ଉନ୍ମୁଖ ହଉଛନ୍ତି, ଯୋଉଟା କି ରୀତି ସାହିତ୍ୟର ମୁଖ୍ୟ କଥା। ପୁରାଣର କିଛି ପ୍ରଭାବ ରହୁଛି, ଯୋଉଥିରେ ଆମେ ଦେଖୁଛେ ରୀତିଯୁଗୀୟ କାବ୍ୟାଦର୍ଶ, ସଂସ୍କୃତ ଅନୁସୃତ
ପ୍ରତିସ୍ପର୍ଦ୍ଧୀ ସାହିତ୍ୟ ସୃଷ୍ଟି କରିବା ପାଇଁ ରୀତିଯୁଗୀୟ କବିମାନେ ମଙ୍ଗଳ ସାଜିଛନ୍ତି ଏବଂ ମଙ୍ଗଳାଚରଣରେ ଆଦୌ ନମସ୍କ୍ରିୟା କରାହଉଛି ଆଶୀର୍ବାଦ ଲାଭ ପାଇଁ ଯେ ଏଇ କଳ୍ପିତ କାବ୍ୟଟି ବା ଆଳଙ୍କାରିକ କାବ୍ୟଟି ବା କୌଣସି ପୁରାଣ ଶ୍ରୟୀ କାବ୍ୟଟି ଆଶୀର୍ବାଦ ଲାଭ କରୁ ଏବଂ ସଫଳ ହଉ। ତେଣୁ ରୀତିଯୁଗୀୟ ସାହିତ୍ୟରେ ଯଦିଓ ସାଧାରଣ ଭାବରେ ପୁରାଣର ବା ଯୋଉ ଆଧ୍ୟାତ୍ମିକତାର ପ୍ରଭାବ ରହୁଛି, କିନ୍ତୁ ପ୍ରକୃତ ପକ୍ଷେ ଉପେନ୍ଦ୍ର ଭଞ୍ଜଙ୍କ ସମୟ ବେଳକୁ ତାହା କାଳ୍ପନିକତା ବା ଯୋଉ ସେମାନଙ୍କର ଯୋଉ କ୍ରିଏଟିଭିଟି ଅଛି, ଯୋଉ କଳ୍ପନା ପ୍ରବଣତା ଅଛି, ସୌନ୍ଦର୍ଯ୍ୟ ବୋଧ ଅଛି, ଶୃଙ୍ଗାର ଅନୁଚିନ୍ତା ଅଛି, ତାହା ହିଁ ସ୍ପଷ୍ଟ ଭାବରେ ଆମ ଉପରେ ଆମେ ତାକୁ ଲକ୍ଷ୍ୟ କରିପାରୁଛେ। ତେଣୁ ରୀତିଯୁଗୀୟ କାବ୍ୟାଦର୍ଶକୁ ଆଖି ଆଗରେ ରଖିବା ଯଦି ଆମେ ଦେଖିବା 3ଟା ସ୍ତର ଦେଇ ରୀତିଯୁଗ ବିବର୍ତ୍ତିତ ହେଇଛି। ଗୋଟେ ହଉଛି ଉତ୍ତର ରୀତି, ତାପରେ ହଉଛି ମଧ୍ୟ ରୀତି, ତାପରେ ହଉଛି ସମ୍ପୂର୍ଣ୍ଣ ରୀତି ଯୁଗ, ଅର୍ଥାତ୍ ଆଦ୍ୟ ରୀତି, ମଧ୍ୟ ରୀତି ଏବଂ ସମ୍ପୂର୍ଣ୍ଣ ରୀତି ଯୁଗ। ତେଣୁ ଏଇଠି ଉପେନ୍ଦ୍ର ଭଞ୍ଜଙ୍କ ଯୁଗକୁ ହିଁ ଆମେ ଆଲୋଚନା କରିବା ପରବର୍ତ୍ତୀ ସମୟରେ। ତେବେ ରୀତି ଯୁଗ ପରବର୍ତ୍ତୀ ଯୁଗ ହଉଛି ପ୍ରକୃତ ପକ୍ଷେ ଆଧୁନିକ ଯୁଗ। ଆଧୁନିକ ଯୁଗରେ ଚିନ୍ତାଧାରା ବଦଳୁଛି। ବିଶେଷ ଭାବରେ ବିଶ୍ୱଯୁଦ୍ଧର ପ୍ରଭାବ ଯୋଗୁଁ ଆଧୁନିକତାର ସୂତ୍ରପାତ ହେଇଥିବା କଥା, ଶିଳ୍ପ ବିପ୍ଳବ ଯୋଗୁଁ, ପାଶ୍ଚାତ୍ୟ ଦେଶ ଯୋଗୁଁ, ପାଶ୍ଚାତ୍ୟ ଦେଶରେ ଯାହା ଯୋଉ ପ୍ରକାର ପାଶ୍ଚାତ୍ୟର ଭାବ ରାଜ୍ୟରେ ଯୋଉ ଆଲୋଡ଼ନ ସୃଷ୍ଟି ହଉଛି, ତାହା ପ୍ରାନ୍ତୀୟ ସାହିତ୍ୟ ବା ଭାରତୀୟ ସାହିତ୍ୟକୁ ପ୍ରଭାବିତ କରୁଛି। ତନ୍ମଧ୍ୟରୁ ଓଡ଼ିଆ ଭାଷା ସାହିତ୍ୟ ମଧ୍ୟ ମୁକ୍ତ ହୋଇନାହିଁ। ତେବେ ଏଇ ସମୟରେ, ଏଇ ସନ୍ଧି କ୍ଷଣରେ ଇଂରେଜ ମାନଙ୍କର ଓଡ଼ିଶା ଶାସନ, ଓଡ଼ିଶାକୁ ପ୍ରବେଶ, ରାଜନୈତିକ ପରିବେଶ, ଶିକ୍ଷା ବ୍ୟବସ୍ଥା, ସାମାଜିକ ଓ ସାଂସ୍କୃତିକ ପରିବେଶ, କିପରି ଭାବରେ ମୁଦ୍ରା ଯନ୍ତ୍ରର ପ୍ରୟୋଗ, ପତ୍ରପତ୍ରିକାର ଯୋଉ ଆରମ୍ଭ, ତା ସହିତ ନଅଙ୍କ ଦୁର୍ଭିକ୍ଷ, ଓଡ଼ିଆ ଭାଷାକୁ ବିଲୋପ କରିବା ପାଇଁ ଚକ୍ରାନ୍ତ, ଏଇସବୁ ଐତିହାସିକ ଘଟଣାକ୍ରମ ମଧ୍ୟ ଗତିଶୀଳ ହଉଛି। ତାରି ଭିତରେ ଆମ ସାହିତ୍ୟିକ ମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇ ଓଡ଼ିଆ ଭାଷାକୁ ବଞ୍ଚେଇବା ପାଇଁ ଏବଂ ସେ ସମୟର ଶୈକ୍ଷିକ ବାତାବରଣକୁ ସଜାଡ଼ିବା ପାଇଁ, ଏକରେ ଡିମାଣ୍ଡ ଆଣ୍ଡ ସପ୍ଲାଇ ନ୍ୟାୟରେ ଯେ ପିଲାମାନଙ୍କର ଆବଶ୍ୟକତା ଅଛି, ସେଥିପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉ, ତତ୍ସହିତ ଓଡ଼ିଆ ଭାଷାକୁ ବଞ୍ଚେଇବାର ଆଭିମୁଖ୍ୟରେ ସେମାନେ ସବୁ ପାଠ୍ୟପୁସ୍ତକ ପ୍ରଣୟନ କରୁଛନ୍ତି, ପୁସ୍ତକ ଲେଖୁଛନ୍ତି। ଏବଂ ଆଧୁନିକ ଯୁଗକୁ ଯଦି ଆମେ ଦେଖିବା, ସେଥିରେ ମଧ୍ୟ ଆମେ ପ୍ରାକ୍ ସ୍ୱାଧୀନତା କାଳୀନ ସାହିତ୍ୟକୁ ଦେଖୁ। ସେଥିରେ ପ୍ରାକ୍ ସ୍ୱାଧୀନତା କାଳୀନ ସାହିତ୍ୟରେ ପ୍ରଥମେ ଆସୁଛନ୍ତି କବିବର ରାଧାନାଥ ରାୟ ଏବଂ ନବଚେତନାର ସାହିତ୍ୟିକ ଯୋଉ ଆଭିମୁଖ୍ୟ ଏଇଠି ଆମେ ଆଲୋଚନା କରିପାରିବା। ସେଇ ପ୍ରାକ୍ ସ୍ୱାଧୀନତା କାଳୀନ ସାହିତ୍ୟରେ ରାଧାନାଥଙ୍କ ପରେ ଆସୁଛନ୍ତି ସତ୍ୟବାଦୀ ଯୁଗୀୟ କବିଗଣ ଏବଂ ପରବର୍ତ୍ତୀ ସମୟରେ ଆସୁଛନ୍ତି ସବୁଜ ଯୁଗୀୟ କବିଗଣ ଏବଂ ତା ପରବର୍ତ୍ତୀ ସମୟରେ ଆସୁଛନ୍ତି ପ୍ରଗତିବାଦୀ ଯୁଗୀୟ କବିଗଣ। ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯିବ। ସତ୍ୟବାଦୀ ଯୁଗୀୟ କବି ମାନଙ୍କ ଭିତରେ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଆମେ ମନେ ରଖୁଛେ, ଗୋଦାବରୀଶ ମିଶ୍ର, ମହାପାତ୍ର, ଏମିତି ଯୋଉମାନେ ସବୁ ଅଛନ୍ତି, କୃପାସିନ୍ଧୁ ଆଚାର୍ଯ୍ୟ, ଯୋଉମାନେ ବିଶେଷ ଭାବରେ ଗୋପବନ୍ଧୁଙ୍କ ନାଁରେ ସତ୍ୟବାଦୀ ଯୁଗକୁ ଆମେ ମନେ ରଖୁ। ଅନ୍ୟାନ୍ୟ ଯୋଉ କବି ମାନେ ଅଛନ୍ତି, ହରିହର ହୁଅନ୍ତୁ, ଯୋଉ ସତ୍ୟବାଦୀ ଯୁଗୀୟ କବିଗଣଙ୍କର ବିଶେଷତ୍ୱ ରହିଛି ଜାତୀୟତାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିଷ୍ଠା ଦବାରେ, ସେମାନଙ୍କୁ ଆମେ ଜଣକୁ ବି ଛାଡି ପାରିବାନି। ତେଣୁ ସତ୍ୟବାଦୀ ଯୁଗୀୟ ସାହିତ୍ୟିକଙ୍କୁ ଆଲୋଚନା କରିବା ପାଇଁ ଗୋଟେ ସ୍ୱତନ୍ତ୍ର ସମୟ, ସ୍ୱତନ୍ତ୍ର ଅଡିଓ ପ୍ରସ୍ତୁତ ହବ। ସବୁଜ ଯୁଗୀୟ କବି ମାନଙ୍କ ଭିତରେ ସେଇ ଅନ୍ନଦା ଶଙ୍କରଙ୍କୁ ନେଇପାରିବା, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ନେଇପାରିବା। ସେଇ ସଚି ରାଉତରାୟ ମଧ୍ୟ ସେଇ ସମୟରେ ଲେଖୁଛନ୍ତି, ପରବର୍ତ୍ତୀ ସମୟରେ ସେ ପ୍ରଗତିଶୀଳ ହଉଛନ୍ତି। ତେଣୁ କିଛି କବି ସବୁଜ ଯୁଗୀୟ ଯୋଉ ମାୟାଧର ମାନସିଂହ ହୁଅନ୍ତୁ, ଯୋଉ କବିଗଣ, ସେମାନଙ୍କର ଯୋଉ ତାଙ୍କର ବିଚାର, ତାଙ୍କର ଯୋଉ କାବ୍ୟିକ ଶୈଳୀ, ତାଙ୍କର ଆଭିମୁଖ୍ୟକୁ ନେଇକି ସ୍ୱାତନ୍ତ୍ର ପ୍ରତିଷ୍ଠା କରିଛନ୍ତି। ସେ ଦୃଷ୍ଟିରୁ ସବୁଜ ସମୟକୁ, ଯୁଗ ତ କୁହାଯାଇ ପାରିବନି, ଯୁଗାଭାସ ବୋଲି ଏହାକୁ
प्रोफेसर नित्यानंद शतपथी କହିଛନ୍ତି ସବୁଜ ଏକ ଯୁଗ ନୁହଁ ଯୁଗାଭାସ। ତେଣୁ ସେ ସମୟରେ ଯୋଉ କବିଗଣ ଆସିଛନ୍ତି ତାଙ୍କର ଯୋଉ ପ୍ରଗଳ୍ଭତା ସ୍ୱପ୍ନ ଭୁକ୍ ଚେତନା ସେମାନଙ୍କର ଯୋଉ ପଳାୟନପନ୍ଥୀ ମନୋବୃତ୍ତି ସହିତ ଆବେଗ ପ୍ରବଣତା ରୋମାଣ୍ଟିକ ଅନୁଚିନ୍ତା ଏସବୁକୁ ନେଇକି ସବୁଜବାଦୀ କବି ମାନଙ୍କୁ ଆମେ ମନେ ରଖିବା। ପରବର୍ତ୍ତୀ ସମୟରେ ପ୍ରଗତିବାଦୀ ଚେତନା ଆସୁଛି, ନିଚ୍ଛକ ବାସ୍ତବତା ଆସୁଛି, ମାର୍କ୍ସୀୟ ଅନୁଚିନ୍ତା ଆସୁଛି, ଯୋଉଥିପାଇଁ ସମ୍ପୂର୍ଣ୍ଣ ରୂପେ ସମାଜର ଗୁରୁ ଦାୟିତ୍ୱ ନିର୍ବାହ କରିବା ପାଇଁ କବି ଲେଖନୀ ସକ୍ରିୟ ହେଉଛି। ଏଇ ସମୟରେ ଯୋଉମାନେ ସବୁଜ ସାହିତ୍ୟରେ ନିଜର ବଳିଷ୍ଠ ସ୍ଥିତି ପ୍ରତିଷ୍ଠା କରିଥିଲେ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଚିନ୍ତାଧାରା ପରିବର୍ତ୍ତିତ ହୋଇ ସେମାନେ ପ୍ରଗତିଶୀଳ ହେଉଛନ୍ତି। ତେଣୁ ଶ୍ରୋତା ବନ୍ଧୁ ଆମେ ଆଲୋଚନା କରୁଥିଲେ ଯୁଗ ବିଭାଜନ ସମ୍ପର୍କରେ। ଓଡ଼ିଆ ସାହିତ୍ୟରେ ଯୁଗ ବିଭାଜନକୁ ମନେ ରଖିବା ଅତ୍ୟନ୍ତ ଜରୁରୀ, କାରଣ ଯୁଗ ସମ୍ପର୍କରେ ବିଧିବଦ୍ଧ ଜ୍ଞାନ ସାଧାରଣ ଭାବରେ ନ ଜାଣିଲେ ଆମେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ସମର୍ଥ ହେବା ନାହିଁ। ଅଡିଓଟି କେମିତି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।